ଆଦର୍ଶ କହିବେ, ତମେମାନେ ରୁହ, ମୁଁ ତମମାନଙ୍କୁ ନେଇ ଛାଡ଼ି ଆସିବି। ଆମର ଆହୁରି ବି ଘର ଅଛି। ମୁଁ ତମ ସମସ୍ତଙ୍କର ରହିବା ବ୍ୟବସ୍ଥା କରିଦେବି। ତାପରେ ବିନୋଦ କହିବେ, ନାଇଁ ଆଦର୍ଶ, ତୁ ଆମ ପାଇଁ ଚିନ୍ତା କରନି। ଆମେ ଆମ ପାଇଁ ଗୋଟେ ଘର ଦେଖିବୁ। ଗୋଟେ ଏମିତି ଘର ଯୋଉଟା ଆମ ପାଇଁ କେବେ ବୋଝ ଭଳି ଲାଗିବନି। ତାପରେ ଗୌରବ କହିବେ, ହଁ ଆଦର୍ଶ, ମୁଁ ସବୁବେଳେ ଚାହୁଁଥିଲି ତୋ ପ୍ରପର୍ଟିରୁ ମୋତେ ଗୋଟେ ସେୟାର ମିଳିବା ଦରକାର। କିନ୍ତୁ ଏବେ ବୁଝିପାରୁଛି, ନିଜ ପରିଶ୍ରମରେ ଖାଇବା ଯୋଗାଡ଼ କରିବାରେ ଯୋଉ ମଜା ଥାଏ, ସେଇଟା ଫ୍ରି ଖାଇବାରେ ନଥାଏ। ତାପରେ ରୁବି କହିବେ, ହଁ ହଁ ମୁଁ ଜାଣିଛି, ବହୁତ ବଡ଼ ବଡ଼ କଥା କହୁଛୁ ତୁ, କିନ୍ତୁ ବ୍ୟାଗ୍ ଭିତରେ ନିଶ୍ଚୟ କିଛି ଚୋରି ମାଲ ନେଇକି ଯାଉଥିବୁ। ତାପରେ ସମସ୍ତେ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ତାପରେ ମମତା କହିବେ, ଦିଦି, ମୁଁ ରିମଝିମକୁ କହିଥିଲି ତା ନିଜର ମଙ୍ଗଳସୂତ୍ର ଆଉ ମୁଁ ଦେଇଥିବା ଜୁଏଲାରୀ ଛଡ଼ା ଏ ଘରର ଗୋଟେ ବି ଜୁଏଲାରୀ ସେ ସାଙ୍ଗରେ ନେଇକି ଯିବନି। ସେଇ ଅନୁସାରେ ସେ ସବୁ କିଛି ରଖିଦେଇକି ଆସିଛି। ଏମିତିକି ଗୌରବ ଦେଇଥିବା ଇୟରିଂସ ଗିଫ୍ଟ ବି ସେ ସାଙ୍ଗରେ ନେଇକି ଆସିନି। ତାପରେ ମାୟା କହିବେ, ମୁଁ ଥରେ ଯାହାକୁ କିଛି ଗିଫ୍ଟ ଦିଏ ସେସବୁ ତାଙ୍କ ପାଖରୁ ଆଣେନି। ତା ଛଡ଼ା ସେସବୁ ଜୁଏଲାରୀ ହେଉଛି ତମମାନଙ୍କର। ତମେମାନେ ସେସବୁ ନିଜ ସାଙ୍ଗରେ ନେଇପାର। ତାପରେ ମମତା କହିବେ, ଦିଦି, ମୁଁ ଜାଣିଛି ତମେ ବହୁତ କଠୋର ସ୍ୱଭାବର, କିନ୍ତୁ ହୃଦୟରୁ ବହୁତ ନିର୍ମଳ। ଏ ଘରେ ରହିବା ଭିତରେ ତମଠୁ ଆମକୁ ବହୁତ ଭଲ ପାଇବା ମିଳିଛି। ଆଉ କିଛି ବି ଦରକାର ନାହିଁ। ସେତିକି ଆମ ପାଇଁ ଯଥେଷ୍ଟ। ପୁଣି ମାୟା ପାଖକୁ ଆସି କହିବେ, ଦିଦି, ଆଜି ପୁଣି ଥରେ ମୋ ପୁଅକୁ ତମ ହାତରେ ଟେକି ଦେଇକି ଯାଉଛି। ଏଥର ମୋ ପୁଅ ଏକା ନୁହଁ, ମୋ ବୋହୂ ପଲ୍ଲବୀକୁ ବି ତମ ହାତରେ ଜିମା ଦେଇକି ଯାଉଛି। ତାକୁ ସମ୍ଭାଳିକି ରଖିବ ଦିଦି। ପଲ୍ଲବୀ ହୀରା। ତାପରେ ସେଠାରୁ ସମସ୍ତେ ଚାଲିଯିବେ। ତାପରେ ରାତିରେ ପଲ୍ଲବୀ କହିବେ, ଉଠ ନା ଆଦର୍ଶ, ଦେଖ ଅନ୍ଧାର ବି ହେଇଗଲାଣି। ଆମେ ଏ ପର୍ଯ୍ୟନ୍ତ ରୁମରେ ଲାଇଟ୍ ବି ଲଗେଇନି। ତାପରେ ଆଦର୍ଶ କହିବେ, ସେମିତି ଅନ୍ଧାର ଥାଉ ପଲ୍ଲବୀ। ଦାଦା ଖୁଡ଼ୀ ଏ ଘରୁ ଚାଲିଯିବା ପରେ ପରେ ମୋ ଜୀବନ ଅନ୍ଧାର ହେଇଯାଇଛି ଯେତେବେଳେ ଏ ରୁମ୍ ବା କୋଉ ବଡ଼ କଥା। ତମେ ଭଲ ଭାବରେ ଜାଣିଛ ପଲ୍ଲବୀ, ମୋ ଦାଦା ମୋ ଖୁଡ଼ୀ ମୋ ପାଇଁ ଭଗବାନ ଥିଲେ। ସେମାନେ ଏ ଘରୁ ଚାଲିଯିବା ପରେ ମୋ ପାଇଁ ଚାରିଦିଗ ଅନ୍ଧାର ହେଇଯାଇଛି ପଲ୍ଲବୀ। ତାପରେ ପଲ୍ଲବୀ କହିବେ, ମୁଁ ଜାଣେ ଆଦର୍ଶ, ସେମାନଙ୍କ ପାଇଁ ମୋତେ ବି ବହୁତ କଷ୍ଟ ହେଉଛି। କିନ୍ତୁ ଏସବୁ ହେବାର ନିହାତି ଦରକାର ଥିଲା। ତାପରେ ଆଦର୍ଶ ଆଶ୍ଚର୍ଯ୍ୟ ହେଇଯିବେ। ଆଉ ଉଠିକି କହିବେ, ଇଏ ତମେ କ'ଣ କହୁଛ ପଲ୍ଲବୀ? ତମର କ'ଣ ହେଇଯାଇଛି? ପଲ୍ଲବୀ, ମୋତେ ତମ କଥା ଶୁଣି ବଡ଼ ଆଶ୍ଚର୍ଯ୍ୟ ଲାଗୁଛି। ପୁଣି କହିବେ, ଦାଦା ଖୁଡ଼ୀ ଭାଇ ଭାଉଜ ଏ ଘରୁ ଚାଲିଯିବା ପାଇଁ ତମେ ସେତେବେଳେ ବି ଘରେ ସମସ୍ତଙ୍କ ସାମ୍ନାରେ କହିଲ। କାହିଁକି ପଲ୍ଲବୀ? କାହିଁକି ତମେ ସେମାନଙ୍କୁ ଏଠୁ ଯିବା ପାଇଁ କହିଲ? କାହିଁକି? ତାପରେ ପଲ୍ଲବୀ କହିବେ, ମଣିଷ ପାଇଁ ବଞ୍ଚିବା ଯେମିତି ନିହାତି ଦରକାର, ଠିକ୍ ସେମିତି ମଣିଷ ପାଇଁ ସମ୍ମାନର ସହିତ ବଞ୍ଚିବା ମଧ୍ୟ ନିହାତି ଦରକାର। ଏ ଘରେ ଏତେ କଟୁ କଥା, ଏତେ ଅପମାନ ଶୁଣି ପଡ଼ି ରହିବା ଅପେକ୍ଷା ସେ ବାହାରେ ଯାଇ ସମ୍ମାନର ସହିତ କାହିଁକି ବଞ୍ଚିବେ? ତମେ ଶୁଣିଲନି ସାନମା କେମିତି ବାର ବାର କହୁଥିଲେ ଏ ବୟସରେ ତାଙ୍କୁ ଟିକେ ଶାନ୍ତି ଦରକାର। ତାପରେ ଆଦର୍ଶ ମମତା କହିଥିବା କଥା ମନେ ପକେଇବେ। ତାପରେ ପଲ୍ଲବୀ କହିବେ, ଆଦର୍ଶ, ମୁଁ ଭଲ ଭାବରେ ଜାଣିଛି ଭାଇ ରୁବି ମାଉସୀଙ୍କ ଇୟରିଂସକୁ କେବେ ବି ଚୋରି କରି ନାହାନ୍ତି। ତାପରେ ଆଦର୍ଶ କହିବେ, ସେ କଥା ଆମେ ସମସ୍ତେ ଜାଣିଛନ୍ତି ପଲ୍ଲବୀ, କିନ୍ତୁ ତାପରେ ବି ଏ କଥା ପ୍ରମାଣ ହେଇପାରିଲାନି। ତାପରେ ପଲ୍ଲବୀ କହିବେ, ସେଇଥିପାଇଁ ତ ମୁଁ ତାଙ୍କୁ ଏଠୁ ଯିବାକୁ ଦେଲି ଆଦର୍ଶ। ଦେଖ, ତମେ ବିଜି ରହୁଛ, ମୁଁ ବି ମୋ ଚାକିରିରେ ବିଜି ରହୁଛି। ତା ସାଙ୍ଗକୁ ମୋର ଏ ଏକ୍ସିଡେଣ୍ଟ ଆଉ ମୋ ବାପାଙ୍କର ମୃତ୍ୟୁର ରହସ୍ୟ ଖୋଜିବାର ଟେନସନ୍। ଏସବୁ ଭିତରେ ମୁଁ ଏ ଘର ପ୍ରତି ବେଶୀ ଧ୍ୟାନ ଦେଇପାରିବିନି। ଆଉ ସେଇ ଭିତରେ ରୁବି ମାଉସୀ ମାମାଙ୍କୁ ମିସଗାଇଡ୍ କରି ଦାଦା ସାନମା ଭାଇ ଅପା ଏ ସମସ୍ତଙ୍କ ଜୀବନକୁ ନର୍କ ବନେଇଦେବେ। ଏବେ ତ ମାମା ପୁରା ରୁବି ମାଉସୀଙ୍କ କଥାରେ ଉଠ ବସ ହେଉଛନ୍ତି। ଆମେ ଯାହା କହିଲେ ସେ ଆମ ଉପରେ ରାଗୁଛନ୍ତି। ତେଣୁ ସାନମା ଆଉ ତାଙ୍କ ପରିବାର ଏ ଘରୁ କିଛି ଦିନ ପାଇଁ ଦୂରରେ ରହିବା ନିହାତି ଦରକାର ଥିଲା ଆଦର୍ଶ। ତାପରେ ଯାଇ ମାମା ବୁଝିପାରିବେ ପ୍ରକୃତ ଦୋଷୀ କିଏ। ତ ଦର୍ଶକ ବନ୍ଧୁ, ଆଦର୍ଶ ଆଉ ପଲ୍ଲବୀ କ'ଣ ବିନୋଦ ମମତା ଗୌରବ ଆଉ ରିମଝିମକୁ ପୁଣି ଥରେ ଘରକୁ ଫେରାଇ ଆଣିବେ କି? ଆମକୁ କମେଣ୍ଟ ମାଧ୍ୟମରେ ୟେସ୍ ଅର୍ ନୋ ଲେଖି ଜଣାନ୍ତୁ।